ଥରେ କିଛି ଶାଗୁଣା ମାନେ ଖାଦ୍ୟ ଖୋଜୁଥିଲେ। ଅନେକ ଚେଷ୍ଟା କଲା ପରେ ସେମାନେ ଗୋଟିଏ ଦ୍ୱୀପରେ ପହଞ୍ଚିଲେ। ସେଠାରେ ଦେଖିଲେ ମାଛ, ବେଙ୍ଗ ଆଉ ସମୁଦ୍ର ପ୍ରାଣୀମାନେ ବହୁତ ଅଛନ୍ତି, ଯାହାକୁ ଖାଇ ସେ ଆରାମରେ ଆଉ ଅତି ସହଜରେ ଦିନ କାଟିପାରିବେ। ସବୁ ଶାଗୁଣା ମିଶି ସେହି ସ୍ଥାନରେ ରହିବାକୁ ଆରମ୍ଭ କଲେ। ସେଠାରେ କୌଣସି ହିଂସ୍ର ଜନ୍ତୁ ବି ନଥିଲେ। ସେମାନଙ୍କର ଆଉ ଭୟ ବି ରହିଲା ନାହିଁ। ଅଳସୁଆଙ୍କ ଭଳି ବସି ଖାଇ ତାଙ୍କର ଦିନ କଟିଲା। ସେମାନଙ୍କ ମଧ୍ୟରେ ଜଣେ ଯୁବକ ଶାଗୁଣାଟିଏ ଥିଲା। ଯୁବକ ଶାଗୁଣାଟି ଦେଖିଲା ସବୁ ଶାଗୁଣାମାନେ ଧୀରେ ଧୀରେ ଅଳସୁଆ ହେବାକୁ ଲାଗିଲେଣି, କୌଣସି ପରିଶ୍ରମ ବି କରୁନାହାନ୍ତି। ତାକୁ ଏସବୁ ଜମା ଭଲ ଲାଗିଲା ନାହିଁ। ଦିନେ ସେ ସମସ୍ତଙ୍କୁ ଡାକି କହିଲା, ଭାଇମାନେ, ଆମେ ହେଉଛୁ ଶାଗୁଣା। ସଠିକ୍ ଭାବରେ ମାରିବା ପାଇଁ, ଆମର ଉଚ୍ଚ ଉଡ଼ାଣ ପାଇଁ ଆଉ ଶକ୍ତି ପାଇଁ ଆମେ ଜଣାଶୁଣା। କିନ୍ତୁ ଯେବେଠାରୁ ଆମେ ଏ ଦ୍ୱୀପକୁ ଆସିଛୁ, ଆମେ ଅଳସୁଆ ହୋଇଗଲୁଣି। କିଛି ଶାଗୁଣାମାନେ ବି ଉଡ଼ିବା ଭୁଲିଗଲେଣି। ଯେହେତୁ ସହଜରେ ଆମେ ଖାଦ୍ୟ ପାଇଯାଉଛେ, ଆମେ ଅଳସୁଆ ହୋଇ ଶିକାର କରିବା ବି ଭୁଲିଗଲୁଣି। ଏସବୁ ଜମା ଭଲ ନୁହେଁ। ଏହା ଭବିଷ୍ୟତରେ ଆମ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେଣୁ ମୁଁ ସ୍ଥିର କରିଛି, ଏହି ସ୍ଥାନକୁ ମୁଁ ଛାଡ଼ି ଅନ୍ୟ ସ୍ଥାନକୁ ପଳାଇବି। ଯଦି କେହି ଚାହାନ୍ତି ମୋ ସହିତ ଆସିପାର। କିନ୍ତୁ କୌଣସି ଶାଗୁଣା ତାର କଥାକୁ ଗୁରୁତ୍ୱ ଦେଲେ ନାହିଁ। ସେହି ଯୁବକ ଶାଗୁଣାଟି ଏକୁଟିଆ ଦ୍ୱୀପ ଛାଡ଼ି ଚାଲି ଆସିଲା। କିଛି ବର୍ଷ ବିତିଗଲା। ଶାଗୁଣାଟି ଭାବିଲା, ମୋର ପୁରୁଣା ବନ୍ଧୁମାନଙ୍କୁ ଭେଟି ଆସିବି। ଏହା ଭାବି ସେ ଉଡ଼ି ଉଡ଼ି ସେହି ପୁରୁଣା ଦ୍ୱୀପକୁ ଗଲା। ସେଠାକାର ଦୃଶ୍ୟ ଥିଲା ବହୁତ ଭୟାନକ। ସେଠାରେ ଶାଗୁଣାମାନେ ମରି ପଡ଼ିଥିଲେ। ବୁଢ଼ା ଶାଗୁଣାଟିଏ ସେହି ସ୍ଥାନରେ ଘାଇଲା ହୋଇ ପଡ଼ି ରହିଥିଲା। ବୁଢ଼ା ଶାଗୁଣାଟି ଯୁବକ ଶାଗୁଣାକୁ ଦେଖି କହିଲା, ଆମେ ତୁମ କଥା ନ ମାନି ବହୁତ ବଡ଼ ଭୁଲ କଲୁ। ତମେ ଚାଲିଯିବା ପରେ ଗୋଟିଏ ବଡ଼ ଜାହାଜ ଏଠାକୁ ଆସି ଚିତାବାଘ ଦଳେ ଛାଡ଼ିଦେଲା। ସେମାନେ ଅନୁଭବ କଲେ ଯେ ଆମେ ଆଉ ଉଡ଼ିପାରିବୁ ନାହିଁ। ତେଣୁ ସେମାନେ ଆମକୁ ଆକ୍ରମଣ କଲେ। କେତେକ ଶାଗୁଣାକୁ ମାରି ଖାଇଦେଲେ। ଏତିକି କହି ବୁଢ଼ା ଶାଗୁଣାଟି ସେହିଠାରେ ମରିଗଲା। ଏଥିରୁ ଆମେ ଶିଖିଲେ ଯେ ଆମେ ଯଦି ନିଜ ଅନ୍ତରର ଶକ୍ତିକୁ ବ୍ୟବହାର କରିବାକୁ ଚାହୁଁନାହୁଁ, ତେବେ ଏହା ଧୀରେ ଧୀରେ ଆମର ଲୋପ ପାଇଥାଏ। ଯଦି ଆମେ କୌଣସି କଠିନ କାର୍ଯ୍ୟ କରୁନାହୁଁ, ତେବେ ଆମ ଶାରୀରିକ ଶକ୍ତି ମଧ୍ୟ ହ୍ରାସ ପାଏ। ତେଣୁ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଯଦି ଆମେ ନିଜର ଦକ୍ଷତାକୁ କାର୍ଯ୍ୟରେ ନ ଲଗାଇବା, ତେବେ ଆମ ଜୀବନରେ ଉନ୍ନତି କରିପାରିବା ନାହିଁ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।